ଆଜିର ପ୍ରସଙ୍ଗ ମହିଳା ନେତୃତ୍ୱାଧୀନ ବିକାଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ବିକାଶ ଯାତ୍ରା ଏବଂ ମହିଳା ସଶକ୍ତିକରଣ ପରସ୍ପର ସହ ଘନିଷ୍ଠ ଭାବେ ଜଡ଼ିତ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ୱୀକାର କରି କେନ୍ଦ୍ର ସରକାର ଗତ ଦଶନ୍ଧି ମଧ୍ୟରେ ନାରୀ ଶକ୍ତିକୁ ବିଭିନ୍ନ କାର୍ଯ୍ୟକ୍ରମ ତଥା ଅଭିଯାନର ସବୁଠାରୁ ଆଗରେ ରଖିଛନ୍ତି। ମହିଳା ସଶକ୍ତିକରଣ ଏକକାଳୀନ ସମାଧାନ ନୁହେଁ, ବରଂ ବ୍ୟାପକ ପଦ୍ଧତି ମାଧ୍ୟମରେ ରୂପାନ୍ତରିତ କରାଯାଇପାରିବ ବୋଲି ସରକାର ଅବଗତ ରହିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ମହିଳାଙ୍କୁ ସଂଶ୍ଳିଷ୍ଟ କରି ବିଭିନ୍ନ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଏକ ଆଦର୍ଶଗତ ରଣନୈତିକ ନିଷ୍ପତ୍ତି, ଯାହାକି ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହିତ ପାରିବାରିକ ଉନ୍ନତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ମହିଳାଙ୍କ କ୍ଷେତ୍ରରେ ଉଦ୍ୟୋଗିତା ସୁଯୋଗ, ଅତିରିକ୍ତ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିକୁ ପରିଚାଳିତ କରୁଛି। ଏଭଳି ପଦକ୍ଷେପ ମହିଳାମାନଙ୍କର ନିଷ୍ପତ୍ତି ନେବାର କ୍ଷମତାକୁ ବୃଦ୍ଧି କରିବା ସହିତ ଆତ୍ମବିଶ୍ୱାସ ଏବଂ ସାମାଜିକ ଗତିଶୀଳତାକୁ ତ୍ୱରାନ୍ୱିତ କରୁଛି। ଗତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ୱାରା 1,97,000ରୁ ଅଧିକ ଷ୍ଟାର୍ଟଅପ୍ କ୍ଷେତ୍ରକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 95,316ଟିରେ ଅତି କମ୍ରେ ଜଣେ ମହିଳା ନିବେଶକ କିମ୍ବା ଅଂଶୀଦାର ରହିଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ ସମସ୍ତ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ର ଏହା ହେଉଛି ପ୍ରାୟ 48%। ଜାତୀୟ ଶିକ୍ଷାନୀତି 2020 ସାର୍ବଜନୀନ ମୌଳିକ ସାକ୍ଷରତାକୁ ଅଧିକ ସଶକ୍ତ କରିବା ସହିତ ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଛି। ସୁକନ୍ୟା ସମୃଦ୍ଧି ଯୋଜନା ଅଭିଭାବକଙ୍କୁ କନ୍ୟା ସନ୍ତାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସଞ୍ଚୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରୁଛି। କେତେକ ରାଜ୍ୟରେ ଏହି ଯୋଜନା ଅଧୀନରେ ସର୍ତ୍ତମୂଳକ ଭାବେ ପ୍ରଦାନ କରାଯାଉଥିବା ଅର୍ଥ କନ୍ୟା ସନ୍ତାନଙ୍କ ଶିକ୍ଷା କ୍ଷେତ୍ରକୁ ଅଧିକ ପରିମାର୍ଜିତ କରୁଛି। 2047 ବିକଶିତ ଭାରତ ମିଶନ ଅଧୀନରେ ମହିଳା ବିକାଶରୁ ମହିଳା ନେତୃତ୍ୱାଧୀନ ବିକାଶକୁ ପରିବର୍ତ୍ତନ ଲିଙ୍ଗଗତ ସମାନତା କ୍ଷେତ୍ରରେ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରମାଣ କରୁଛି। ବିଗତ କେତେବର୍ଷ ଧରି ମହିଳାମାନେ ପ୍ରତିବନ୍ଧକକୁ ସୁଯୋଗରେ ପରିଣତ କରିଚାଲିଛନ୍ତି। ପରିବର୍ତ୍ତନର ବ୍ୟାପକ ଧାରାକୁ ଏହା ସୂଚିତ କରୁଛି। ସମଗ୍ର ଦେଶରେ କନ୍ୟା ସନ୍ତାନମାନେ ଶିକ୍ଷା ଗ୍ରହଣ କରିବା ସହିତ କର୍ମକ୍ଷେତ୍ରରେ ଯୋଗ ଦେଉଛନ୍ତି। ଛୋଟ ଛୋଟ ବ୍ୟବସାୟରେ ସାମିଲ ହେବା ସହ ସ୍ଥାନୀୟ ନଗର ପରିଷଦ ଏବଂ ଗ୍ରାମ ପଞ୍ଚାୟତରେ ନିଜର ପ୍ରତିଭାକୁ ପ୍ରତିପାଦନ କରିପାରୁଛନ୍ତି। 2023 ମସିହାରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ମହିଳା ବିକାଶ କ୍ଷେତ୍ରକୁ ଅଧିକ ଧ୍ୟାନ ଦିଆଯାଇଥିଲା। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMFର ଆକଳନ ଅନୁଯାୟୀ ଶ୍ରମଶକ୍ତି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଦ୍ୱାରା ଉଦୀୟମାନ ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି ହାର ଉନ୍ନତ ରହିଛି। ମହିଳା ନେତୃତ୍ୱାଧୀନ ବିକାଶ ଦୁଇଟି ମାର୍ଗ ମାଧ୍ୟମରେ ହାସଲ କରାଯାଇପାରିବ। ପ୍ରଥମତଃ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ବୃଦ୍ଧି ଏବଂ ଦ୍ୱିତୀୟତଃ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହନ ପ୍ରଦାନ। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଏବଂ ଯୋଜନା ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନ କନ୍ୟା ସନ୍ତାନଙ୍କ ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ସହିତ ସ୍କୁଲ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ କନ୍ୟା ସନ୍ତାନ ସ୍କୁଲକୁ ଯିବା ସହିତ କେତେକ ଅଞ୍ଚଳରେ ଆନୁପାତିକ ଭାବେ ପୁଅ ଏବଂ ଝିଅମାନଙ୍କର ନାମଲେଖା ସମାନ ରହିଛି। ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପରିବାରଗୁଡ଼ିକୁ କନ୍ୟା ସନ୍ତାନକୁ ଶିକ୍ଷା ପ୍ରଦାନ ପାଇଁ ଉତ୍ସାହିତ କରିଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ବୃଦ୍ଧି ଏଭଳି ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନକୁ ପ୍ରତିପାଦନ କରିଚାଲିଛି। ଏପରିକି ଉଚ୍ଚସ୍ତରୀୟ ଭାରତୀୟ ପ୍ରଶାସନିକ ସେବାଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନିକ ସେବା, ନ୍ୟାୟପାଳିକା ଏବଂ ଅମଲାତାନ୍ତ୍ରିକ କାର୍ଯ୍ୟାଳୟରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଉଛି। ଭାରତୀୟ ସମାଜ ଏବଂ ଅର୍ଥନୀତିରେ ଦୀର୍ଘକାଳୀନ ଢାଞ୍ଚାଗତ ପରିବର୍ତ୍ତନକୁ ପ୍ରତିଫଳନ କରୁଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ମହିଳାଙ୍କର ବ୍ୟାପକ ପ୍ରବେଶ ଘଟୁଛି। ଆତ୍ମବିଶ୍ୱାସ ଏବଂ ଦକ୍ଷତା ସମ୍ପନ୍ନ ମହିଳା ସଶକ୍ତିକରଣକୁ ଏହା ଅଧିକ ପ୍ରୋତ୍ସାହନ ପ୍ରଦାନ କରୁଛି। ଦେଶର ଜଟିଳ ଉଦ୍ୟୋଗ କ୍ଷେତ୍ରରେ ପ୍ରାୟ 15% କାର୍ଯ୍ୟଶକ୍ତିରେ ମହିଳାଙ୍କର ପ୍ରତିନିଧିତ୍ୱ ବୃଦ୍ଧି ପାଇଛି। 2015ରେ ଭାରତୀୟ ମହିଳାମାନଙ୍କ ମଧ୍ୟରୁ 31% ବଜାର ଅର୍ଥନୀତିରେ ଅଂଶଗ୍ରହଣ କରିଥିବା ବେଳେ ଏବେ ଏ କ୍ଷେତ୍ରରେ ବହୁ ପରିମାଣରେ ବୃଦ୍ଧି ଘଟିଛି। MSME କ୍ଷେତ୍ରରେ ମୋଟ କାର୍ଯ୍ୟଶକ୍ତିର ପ୍ରାୟ 13.31% ମହିଳାଙ୍କ ପାଖରେ ରହିଛି। କୃଷି କ୍ଷେତ୍ରରେ ମଧ୍ୟ ମହିଳାଙ୍କର ଅଂଶଗ୍ରହଣ ବୃଦ୍ଧି ଲକ୍ଷ୍ୟ କରାଯାଉଛି। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ ମାଧ୍ୟମରେ 90,76,000ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରାୟ 10,04,00,000 ମହିଳାଙ୍କୁ ସଂଗଠିତ କରାଯାଇପାରିଛି।